ମୁଁ କାଲି ତାଙ୍କ ଫେସବୁକ୍ ଦେଖିଲି ମାନେ ସେ ଗିଲ୍ଟି ବି ଫିଲ୍ କରୁନାହାନ୍ତି ଯେ ମୁଁ ଏଇଟା ଜିନିଷ କରିଦେଇଛି ଦୁଇଟା ଅନୁଷ୍ଠାନକୁ ମାନେ ମୁଁ ତାକୁ ତଳିତଳ କରିବା ଅବସ୍ଥାକୁ ପଳେଇ ଆସିଛି କି ସେ ନିଜେ ଗିଲ୍ଟି ବି ଫିଲ୍ କରୁନାହାନ୍ତି ସିମ୍ପଲି କାଜୁଆଲି କହିଦେଉଛନ୍ତି ନା ମୁଁ ଗୋଟେ ଭୁଲ କରିଦେଇଛି ଆଉ ତା ପାଇଁ ଘରେ ରହିଗଲି ଆପଣ ତାଙ୍କର ଫେସ୍ ଏକ୍ସପ୍ରେସନ ଦେଖନ୍ତୁ ତାଙ୍କ ବାଇଟ୍ ଶୁଣନ୍ତୁ ଶୁଣନ୍ତୁ ପିୟୁଷ ବାବୁ କାଲି ଯେହେତୁ ଏ କଥା ଆମେ ବାହାରକୁ ଆସିନଥିଲା ଯେହେତୁ ସେ କାଲି କହିଲେ ସଂଘ ଚାହିଁଲେ ମୁଁ କୋଉ ଅନୁଷ୍ଠାନକୁ ଯିବି ତା ଦେହରେ ମୁଁ ଆପଣଙ୍କୁ କ୍ଲେମ୍ କଲି ଯେ ଯଦି ସେ ସଂଘ ଚାହେଁ ତାହେଲେ ମୁଁ ଡିମାଣ୍ଡ କଲି ଯେ ମୋତେ ରଖାଯାଉ ଅଦରୱାଇଜ ସେ ଯଦି କହିବେ ନାଇଁ ମୁଁ ଘରେ ରହିବି ମୋର କିଛି ଅବଜେକ୍ସନ ନଥିଲା କଣ ଥିଲା ମୋର ମୁଁ ଆଗରୁ ବସିଥିଲି କି ମୁଁ ଯାହା ମୋର ଲିଗାଲ ପ୍ରୋସିଜର ଥିଲା ସେ ଜାଗାରେ ଯାଇଥାନ୍ତି ଏବଂ ଆଗକୁ ଯଦି ନ ବି ଆସିବେ ଯାହା ଲିଗାଲ ପ୍ରୋସିଜର ଥିଲା ସେଥିରେ ମୁଁ ଯିବି ଶୁଣନ୍ତୁ ସବୁ ସମସ୍ତେ ଉଠି ଯାଇଛି ମୁଁ ବି ମାଲିକ ସଂଘକୁ ରିକ୍ୱେଷ୍ଟ କରୁଛି ନରିପଣ୍ଡା ବ୍ୟାନ୍ ବି ତୁରନ୍ତ ଉଠିଯାଉ ନରିପଣ୍ଡା ଉପରୁ ନାଇଁ ବ୍ୟାନ୍ ଏପର୍ଯ୍ୟନ୍ତ ବଳବତ୍ତର ବ୍ୟାନ୍ ହଟିନି ଏବଂ ମୁଁ ମାଲିକ ସଂଘକୁ ରିକ୍ୱେଷ୍ଟ କରିବି ମୁଁ ତ ଅବଶ୍ୟ ଜଣେ ସଦସ୍ୟ ମୁଁ ବି ତାଙ୍କୁ ଇଏ କରିବି ନରିପଣ୍ଡା ଉପରୁ ତୁରନ୍ତ ବ୍ୟାନ୍ ହଟୁ ବ୍ୟାନ୍ ହଟିଲେ ମାନେ ଆମର ଯୋଉ ସଂଘ ପାର୍ଟି ପାଖରେ ସେ ରହିପାରିବେନି ଯୋଉ ପ୍ଲାନିଂ ହେଇଥିଲା ସେ ତ ଅଲଗା ଅନୁଷ୍ଠାନ ଚାକିରି କଲେଣି ଆଉ ବ୍ୟାନ୍ର କିଛି ମତଲବ ବି ନାହିଁ ଗୋଟେ ବର୍ଷ ବ୍ୟାନ୍ରେ ଗୋଟେ ବର୍ଷ ସେ ଅଲଗା ଅନୁଷ୍ଠାନ କାର୍ଯ୍ୟ କଲେଣି ସେଇଟା ମୋର ଜ୍ଞାନ ନାହିଁ ଉମା କଣ କରିଛି ଜ୍ଞାନ ନାହିଁ କିନ୍ତୁ ମାମୁନି ଉପରେ କୌଣସି ବ୍ୟାନ୍ ହେଇନାହିଁ ନରିପଣ୍ଡା ଉପରେ ସେ ଯୋଉ ହେଇଥିଲା ଆପଣଙ୍କର ଯୋଉ ଇସ୍ୟୁ ହେଇଥିଲା ଆମର ତୁଳସୀ ଗଣନାଟ୍ୟ ସାଙ୍ଗରେ ବ୍ୟାନ୍ କରାଯାଇଥିଲା ଏବଂ ମୁଁ ମାଲିକମାନଙ୍କୁ ଅନୁରୋଧ କରିବି ସେ ତୁରନ୍ତ ତାଙ୍କ ଉପରୁ ବ୍ୟାନ୍ ହଟାନ୍ତୁ ସେ ଅଲଗା ଅନୁଷ୍ଠାନ ସର୍ଭିସ କଲେଣି ଚାକିରି କଲେଣି କିନ୍ତୁ ବ୍ୟାନ୍ଟା ହଟିଯିବା ନିହାତି ଦରକାର ସଂଘ ମିଟିଂ ବସିବାର କିଛି ସେମିତି ଆବଶ୍ୟକ ନାହିଁ ଆଜିକାଲି ତ ସବୁ ଆପଣଙ୍କର ହ୍ୱାଟ୍ସଆପ୍ କଲିଂରେ ହେଇଯାଉଛି ସେମାନେ ଯାହା ଡିସାଇଡ୍ କରିବେ ନମିତା କୁଆଡେ ଯାଇଛନ୍ତି କି ନମିତାଙ୍କ ଦେହ ଖରାପ ଅଛି ସେ ଘରେ ଅଛନ୍ତି ସେ ତ ଆମ ଅନୁଷ୍ଠାନ ଅଛନ୍ତି ଫେରୁଛୁ ମାନେ କଣ ହଁ କଣ ଅସୁବିଧା ଅଛି ତାଙ୍କୁ ତ କୋଉଠୁ କୁହାଯାଉନି ସେ ପାର୍ଟିରେ ନାହିଁ ବୋଲି କିନ୍ତୁ ଏଇ ଇଏ ଡିକ୍ଲାରେସନରେ ମୁଁ ବହୁତ ମାର୍କ କରିଛି କିଛି ସଂଘ ବାହାର ପାର୍ଟି ତାକୁ କଣ୍ଟାକ୍ଟ ବି କରିଛନ୍ତି ଯେ ତମେ ଅନୁଷ୍ଠାନକୁ ଆସ ହେଲା କି କିନ୍ତୁ ଆପଣ ସମସ୍ତେ କ୍ଲିୟର ରୁହନ୍ତୁ ସେ ଆମ ଅନୁଷ୍ଠାନର ସଦସ୍ୟ ସ୍ୱପ୍ନମଲ କରିପାରନ୍ତୁ ନ କରିପାରନ୍ତୁ ତାଙ୍କ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ସେ ସ୍ୱପ୍ନମଲ ସଦସ୍ୟ ଗୋଟେ ନାଟକ ହଉ ଦୁଇଟା ନାଟକ ଯେତିକି ସେ ପାରିବେ କରିବେ ଯୋଉ 57 ଲକ୍ଷ ଟଙ୍କା ପିୟୁଷ ମୋତେ ଫେରେଇଥିଲେ ବ୍ୟାଗରେ ଆମେ ଜାଣିବାକୁ ପାଇଲୁ ସେ 57 ଲକ୍ଷ ଟଙ୍କା 57 ଲକ୍ଷରୁ 30 ଲକ୍ଷ ଟଙ୍କା ପାଢିବାକୁ ତାଙ୍କୁ ଦେଇଥିଲେ କ୍ୟାସ୍ ଦେଇଥିଲେ ଏଇଟା ଆମେ କେମିତି ଜାଣିଲୁ ସମୟକ୍ରମେ ପିୟୁଷ ଆମକୁ ଜଣାଇଥିଲା ଏବଂ ଆମ ସେକ୍ରେଟାରୀଙ୍କୁ ପାଢିବାକୁ ନିଜେ ବି ଜଣାଇଥିଲେ ଯେ ମୁଁ ପିୟୁଷକୁ 30 ଲକ୍ଷ ଟଙ୍କା ଦେଇକରି ସେ ବ୍ୟାଗରେ ପ୍ରମୋଦକୁ ଫେରିବା ପାଇଁ କହିଛି ନିଜେ ବି ମାନିଛନ୍ତି ଏବଂ ଯେତେବେଳେ ତାଙ୍କ ଆକାଉଣ୍ଟରେ ସେ ପଇସା ନଥିଲା ତାଙ୍କ ଆକାଉଣ୍ଟରେ ସରି ସେ ପାଢିବାକୁ ବାଧ୍ୟ କରିଥିଲେ ଆମ ସଂଘର ସେକ୍ରେଟାରୀ ପ୍ରେସିଡେଣ୍ଟକୁ ଯେ ପିୟୁଷକୁ କହି କ୍ୟାସ୍ ଆରେଞ୍ଜମେଣ୍ଟ କରାଅ ମୁଁ ତାକୁ ପଇସା ଦେବି 55 ଲକ୍ଷ ଟଙ୍କା ଆକାଉଣ୍ଟରୁ ତାଙ୍କ ଆକାଉଣ୍ଟରେ ସେତେବେଳେ 26 ଲକ୍ଷ ଟଙ୍କା ଥିଲା ଏବଂ ପିୟୁଷ ମୋ ପାଖକୁ ଆସିଥିଲେ ଯେହେତୁ ମୋ ଅନୁଷ୍ଠାନରେ ସେ ଅଛି ଏବଂ 2 ବର୍ଷ ଏଗ୍ରିମେଣ୍ଟ କରିଛି ମୁଁ ତାକୁ ବର୍ଷ ସାରା ବି କହିଛି ଯେ ତମେ ଆଉ ଗୋଟେ ବର୍ଷ ପୂରଣ କର ମୁଁ ମନା କରୁନି ଯେହେତୁ 2 ବର୍ଷ ମୋର ଏଗ୍ରିମେଣ୍ଟ ଅଛି ବର୍ଷ ସାରା ବହୁତ ସମୟରେ ମୁଁ ତାଙ୍କୁ କହିଥିଲି 2 ବର୍ଷ ତମେ ଏଠି କ୍ଲିୟର କର ଏବଂ ସେ କହିଥିଲେ ବାବୁ ଯଦି ପଇସା ଫେରିବାକୁ ସଞ୍ଜୀବ ବାବୁ ହୁଏ ମୋତେ ଆଉ 30 ଲକ୍ଷ ଟଙ୍କା ମୋ ଆକାଉଣ୍ଟ ମୋତେ ଦିଅନ୍ତୁ କ୍ୟାସ୍ ମୁଁ ସେଟାକୁ 30 ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରେ ଦେଇଥିଲି ସେ କୁହନ୍ତୁ ଯେହେତୁ 2 ବର୍ଷ ଏଗ୍ରିମେଣ୍ଟ ମୋ ପାଖେ ସାଙ୍ଗରେ ଅଛି ସେ ରାଜ୍ୟ ମୁଁ ରହିବି କଣ୍ଟିନ୍ୟୁ କରିବି ତାଙ୍କୁ ପୁଣି ଆଡଭାନ୍ସ ଦିଆହେଲା ଯୋଉ ତାଙ୍କୁ 72 ଲକ୍ଷ ଟଙ୍କା ଦିଆହେଇଥିଲା ମୋତେ ପଇସା ଫେରିଥିଲେ ତାକୁ ରିଟର୍ନ କରିଦିଆଗଲା ସେ ନିଜେ ରାଜି ହେଇଛନ୍ତି ସେ ଯୋଉ ବାର୍ତ୍ତାଳାପଟା ହେଇଛି ଏବେ ସିସି କ୍ୟାମେରା ତଳ ଅଛି ପଇସାଟା ନାହିଁ ଯୋଉ ବାର୍ତ୍ତାଳାପ ପିୟୁଷ ବାବୁଙ୍କର ମୋର ଆମ ମ୍ୟାନେଜର ବାବୁଙ୍କର ହେଇଛି ଏ ମୋ ସିସି କ୍ୟାମେରା ତଳ ହେଇଛି ତା ଫୁଟେଜ ଆମେ ରଖିଛୁ